ସାଙ୍ଗମାନେ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ। ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସର୍ବପ୍ରଥମେ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜିର ମଜାଦାର ସୁନ୍ଦର ଢଗଧମାଲ ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରନ୍ତୁ ଏବଂ ଭିଡ଼ିଓର ମଜା ନିଅନ୍ତୁ। ଆସ ଆମେ ଭାଇ ଭାଉଜଙ୍କ ଭିଡ଼ିଓ ଦେଖିବା, ମଜା ନେବା, ଅନ୍ୟମାନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରିଦେବା। ପ୍ଲିଜ୍ ନୂଆ ଆସିଥିଲେ ଚ୍ୟାନେଲକୁ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର କରିଦିଅନ୍ତୁ। ସାଙ୍ଗମାନେ ଆଜି ଢଗ ପ୍ରଶ୍ନଟି ବହୁତ ମଜାଦାର ଅଛି, କେବେ ହେଲେ ମଝିରୁ କାଟି ଦିଅନ୍ତୁ ନାହିଁ, ଏତିକି ରିକ୍ୱେଷ୍ଟ ରହିଲା ଆପଣମାନଙ୍କୁ। ଯଦି ଭାଉଜ ପ୍ରଶ୍ନର ଉତ୍ତରଟି ନ କହିପାରିଲେ ପ୍ଲିଜ୍ ଆପଣମାନେ କମେଣ୍ଟରେ ଲେଖି ଦିଅନ୍ତୁ, କାରଣ କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ଆମେ ସବୁବେଳେ ଖୋଲା ରଖିଛୁ। ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଭାଉଜ ଆଜି କ'ଣ ଖାଉଛନ୍ତି, ପଚାରିଦେବା। କ'ଣ ଖାଉଛ? ଦହି ରୁଟି ଖାଉଛନ୍ତି ଭାଉଜ ସକାଳୁ ସକାଳୁ। ଯାହା ହେଉ ସାଙ୍ଗମାନେ ଏଇ ସମୟ ଭିତରେ ଭାବିନେଲି ଭାଉଜଙ୍କ ସହିତ କିଛି ସମୟ କାଟିନେବା ଏବଂ ମଜାଦାର ଢଗ ପ୍ରଶ୍ନ ପଚାରିଦେବା। ତାହେଲେ ମୁଁ ଷ୍ଟାର୍ଟ କରୁଛି, କାରଣ ସମୟ ହେଇଗଲାଣି। ଆପଣମାନେ ବିରକ୍ତ ହୋଇଯିବେ ସାଙ୍ଗମାନେ, ଆପଣମାନେ କିଛି ଖରାପ ଭାବିବେ ନାହିଁ, କିନ୍ତୁ ଢଗଢମାଲ ପ୍ରଶ୍ନଟି ବହୁତ ସୁନ୍ଦର ଅଛି। କହିଲ ଦେଖି, ଗୋପାଳ ଗୋଟିଏ ଦିନରେ 5ଟି ବିସ୍କୁଟ ଖାଇପାରେ, ତେବେ 2 ସପ୍ତାହ 3 ଦିନରେ ଗୋପାଳ କେତୋଟି ବିସ୍କୁଟ ଖାଇପାରିବେ? ସାଙ୍ଗମାନେ ଭାଉଜ ଗୋପାଳ ଗୋଟିଏ ଦିନରେ 5ଟି ବିସ୍କୁଟ ଖାଇପାରେ, ତେବେ 2 ସପ୍ତାହ 3 ଦିନରେ ଗୋପାଳ କେତୋଟି ବିସ୍କୁଟ ଖାଇପାରିବ? ଆଜିର ଢଗଧମାଲ ପ୍ରଶ୍ନ ଭାଉଜଙ୍କ ମୁଣ୍ଡକୁ ଟିକେ କ'ଣ କରିଦେଇଛି, ଟିକେ ଭାରି କରିଦେଇଛି, ତଥାପି ଚିନ୍ତା କରୁଛନ୍ତି ହାଲୁକା କରିବା ପାଇଁ। ସାଙ୍ଗମାନେ ଭାଉଜ କହିପାରୁନାହାନ୍ତି। ସାଙ୍ଗମାନେ ଭାଉଜ ଆମର କ'ଣ ହିସାବ କରୁଛନ୍ତି, ତାଙ୍କ ପାଖରେ ସମୟ ସରିଗଲାଣି। ଏବେ ଆପଣମାନେ ଢଗ ପ୍ରଶ୍ନର ଉତ୍ତର ଦେବେ। ଆଜିର ଢଗ ମଜାଦାର ଢଗ ପ୍ରଶ୍ନଟି ଅଛି। ପ୍ରଶ୍ନଟି ଥିଲା, ଗୋପାଳ ଗୋଟିଏ ଦିନରେ 5ଟି ବିସ୍କୁଟ ଖାଇପାରେ, ତେବେ 2 ସପ୍ତାହ 3 ଦିନରେ ଗୋପାଳ କେତୋଟି ବିସ୍କୁଟ ଖାଇପାରିବ? ଏ ପ୍ରଶ୍ନର ଉତ୍ତରଟି ଭାଉଜ ଦେଇପାରୁନାହାନ୍ତି, କିନ୍ତୁ ସମୟ ଲାଗିବ। ସାଙ୍ଗମାନେ ଭାଉଜଙ୍କୁ ସମୟ ଲାଗିବ, କିନ୍ତୁ ଏତେ ସମୟ ଆମ ପାଖରେ ନାହିଁ, କାରଣ ଆପଣମାନେ କ'ଣ ଏତେ ସମୟ ନେବେ ନାହିଁ ଆମେ ଜାଣୁ। ସାଙ୍ଗମାନେ ବହୁତ ଶୀଘ୍ର ଆପଣମାନେ କମେଣ୍ଟ ବକ୍ସରେ ଦେଇପାରିବେ, ସେଥିପାଇଁ ଭାଉଜଙ୍କ ପାଇଁ ଏ ପ୍ରଶ୍ନଟି ଟିକେ କଷ୍ଟ ହୋଇଯାଇଛି। ସେଥିପାଇଁ ଭାଉଜ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି, ଆପଣମାନଙ୍କ ସାହାଯ୍ୟ ଲୋଡ଼ୁଛନ୍ତି। ସାଙ୍ଗମାନେ ଆପଣମାନେ କ'ଣ ଭାଉଜଙ୍କୁ ସାହାଯ୍ୟ କରିବେ ନାହିଁ? ପଚାର ଭାଉଜ ପଚାର ସାଙ୍ଗମାନଙ୍କୁ, କୁହ ସାଙ୍ଗମାନେ। ନା ମୁଁ ଏ ପ୍ରଶ୍ନ ଉତ୍ତର ପାଇଗଲି, ହେଲେ ବି ମୁଁ କହିବି ନାହିଁ। ସାଙ୍ଗମାନେ ଭାଉଜ ହିସାବ କରି ଏ ପ୍ରଶ୍ନର ଉତ୍ତର ପାଇସାରିଲେଣି, କିନ୍ତୁ କହିବେ ନାହିଁ, ଆପଣମାନଙ୍କ ପାଇଁ ରଖିଛନ୍ତି। କାରଣ କହୁଛନ୍ତି ଆମର ବେଷ୍ଟ ଫ୍ରେଣ୍ଡ ମାନେ ନିଶ୍ଚିନ୍ତ କମେଣ୍ଟରେ ଦିଅନ୍ତୁ। ମୁଁ ଯାହା ଭାବିଥିବି ଯଦି ସାଙ୍ଗମାନେ ଦେଇଦିଅନ୍ତି ତାହେଲେ ବହୁତ ଖୁସି ଲାଗିବ। ମୁଁ କହିଦେଲେ କିନ୍ତୁ ମଜା ଆସିବ ନାହିଁ। ସାଙ୍ଗମାନେ ଆପଣମାନେ କ'ଣ କମେଣ୍ଟରେ ଲେଖିବେ ନାହିଁ? ନିଶ୍ଚିନ୍ତ ଲେଖିବେ, ଏ ଭରସା ଆମର ଅଛି। ସାଙ୍ଗମାନେ ଆପଣମାନଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆମ ପାଇଁ ଟିକିଏ ସମୟ କାଢ଼ି ପ୍ଲିଜ୍ ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। କମେଣ୍ଟରେ ଯାହା ଜାଣିଛନ୍ତି ଆପଣମାନେ ହିସାବ କରି ଲେଖିଦିଅନ୍ତୁ, ନା କ'ଣ କହୁଛ? ସାଙ୍ଗମାନେ
ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନର। ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି? ଭାଉଜଙ୍କୁ ଏ ପ୍ରଶ୍ନଟି ମୁଁ ପଚାରିବି। ଭାଉଜ ଆମର ଏ ପ୍ରଶ୍ନର ଉତ୍ତର ଦେବେ ବୋଲି ଚିନ୍ତା କରିବେ। ଯଦି ନ କହିପାରିଲେ ତାହେଲେ ପ୍ଲିଜ୍ ଆପଣମାନଙ୍କ ପାଇଁ କମେଣ୍ଟ ବକ୍ସ ସବୁବେଳେ ପାଇଁ ଆମେ ଖୋଲା ରଖିଛୁ। ସାଙ୍ଗମାନେ, ଆପଣଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ। ଆପଣମାନେ ଆମକୁ ସପୋର୍ଟ କରୁଛନ୍ତି, ବହୁତ କିଛି କମେଣ୍ଟ ଆସୁଛି, ଆମେ ଦେଖିପାରୁଛୁ। ସାଙ୍ଗମାନେ ପ୍ଲିଜ୍ ଆପଣମାନେ କେଉଁଠି କେଉଁ ଜାଗାରୁ କମେଣ୍ଟ କରୁଛନ୍ତି ଆପଣ ଲେଖି ଦିଅନ୍ତୁ, ଆମେ ଜାଣିବୁ ଏବଂ ବହୁତ ଖୁସି ହେଇଯିବୁ। ତାହେଲେ ସାଙ୍ଗମାନେ ଏବେ ସମୟ ହେଇଗଲାଣି ସେକେଣ୍ଡ ଢଗ ପ୍ରଶ୍ନ ପାଇଁ। ଭାଉଜଙ୍କ ପାଖକୁ ଟିକେ ଚାଲିଯିବା। ଏଠି ଦେଖନ୍ତୁ ମହାପ୍ରଭୁ ଅଛନ୍ତି, ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ତାପରେ ଆମେ ଚାଲିଯିବା ଭାଉଜଙ୍କ ପାଖକୁ। ଭାଉଜ ଦେଖୁଛନ୍ତି ମହାପ୍ରଭୁଙ୍କୁ। ଯାହା ହଉ ସାଙ୍ଗମାନେ, ସେକେଣ୍ଡ ଢଗ ପ୍ରଶ୍ନଟି ମୁଁ ଷ୍ଟାର୍ଟ କରିଦେବି। ଆପଣମାନେ ଭଲ ଭାବରେ ଦେଖନ୍ତୁ, ଢଗ ପ୍ରଶ୍ନର ଉତ୍ତରଟି ଲେଖି ଦିଅନ୍ତୁ। କହିଲ ଦେଖି 1400 ଗ୍ରାମ ସୁଜିର ମୂଲ୍ୟ 45 ଟଙ୍କା ହେଲେ 50 ଗ୍ରାମ ସୁଜିର ମୂଲ୍ୟ କେତେ ଟଙ୍କା? ସାଙ୍ଗମାନେ ଭାଉଜଙ୍କ ପାଇଁ ଟିକେ ମୁସ୍କିଲ ପ୍ରଶ୍ନ ଆଣିଲି, ଯେ କି ଆପଣମାନଙ୍କୁ ବି ମୁସ୍କିଲ ହେଇପାରେ ମୁଁ ଜାଣେ। କିନ୍ତୁ ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଖୋଜନ୍ତୁ, ଆମ ପାଇଁ ଟିକେ ସମୟ କାଢ଼ନ୍ତୁ। ଆମେ ଦେଖିବୁ ଆମ ବେଷ୍ଟ ଫ୍ରେଣ୍ଡ ମାନେ କେବେ ହେଲେ ହାରିଯିବେନି। ପ୍ରଶ୍ନଟି ବହୁତ ଟିକେ ମୁସ୍କିଲ ଅବଶ୍ୟ ହେଉଛି, କିନ୍ତୁ ସମୟ ନେଇ ଆପଣମାନେ ଭିଡ଼ିଓଟିକୁ ଦୁଇଥର ରିଭ୍ୟୁ କରି ଦେଖିପାରନ୍ତି। ରିଭ୍ୟୁ କରି ଦେଖି ପ୍ରଶ୍ନର ଉତ୍ତର କାଢ଼ି ଆପଣମାନେ ଲେଖି ଦିଅନ୍ତୁ। ଆଉ ଥରେ କହିବି ଶୁଣନ୍ତୁ। ଭାଉଜ କହିଲେ ଆଉ ଥରେ କୁହ। 1400 ଗ୍ରାମ ସୁଜିର ମୂଲ୍ୟ 45 ଟଙ୍କା ହେଲେ 50 ଗ୍ରାମ ସୁଜିର ମୂଲ୍ୟ କେତେ ଟଙ୍କା ହେବ? ଏ ଭାଉଜ, ସ୍ୱାଗତିକା ଭାଉଜ କ'ଣ ଆଜି ସତରେ କହିପାରିବେନି? ଚେଷ୍ଟା କରିବେ, ଆଉ ଥରେ ଚାନ୍ସ ନେବେ। କିନ୍ତୁ ସାଙ୍ଗମାନେ, ଆପଣମାନେ ତ ବହୁତ ଥର ଚାନ୍ସ ନେଇପାରିବେ, ରିଭ୍ୟୁ କରି ଦେଖିପାରିବେ, ପ୍ରଶ୍ନଟି ବୁଝିପାରିବେ। ସମୟ ନେଇ ଆପଣମାନେ ଲେଖିଦିଅନ୍ତୁ। ଆମ ପାଇଁ, ଆପଣଙ୍କ ଭାଉଜଙ୍କ ପାଇଁ ଏତିକି କ'ଣ କହିବେ ନାହିଁ ସାଙ୍ଗମାନେ? 1400 ଗ୍ରାମ ସୁଜିର ମୂଲ୍ୟ 45 ଟଙ୍କା ହେଲେ 50 ଗ୍ରାମ ସୁଜିର ଦାମ କେତେ ଟଙ୍କା ହେବ? ଆଜିର ଢଗ ଧମାଲ ପ୍ରଶ୍ନଟି ବହୁତ ମଜା ହୋଇଗଲା ସାଙ୍ଗମାନେ। ଆସ ଆମେ ଏଇଭଳି ଢଗ ଧମାଲ ପ୍ରଶ୍ନ ଶୁଣିବା ଭାଇ ଭାଉଜଙ୍କ ପାଖରୁ। କିନ୍ତୁ ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ 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 କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାରଟି ନିହାତି କରନ୍ତୁ। କାରଣ ଆପଣମାନଙ୍କ ପରିଜନମାନେ ନିଶ୍ଚିନ୍ତ ଥିବେ, ସେମାନେ ମଧ୍ୟ ଏ ଭାଇ ଭାଉଜଙ୍କର ଏଇ ଢଗ ଧମାଲ ପ୍ରଶ୍ନଟିକୁ ଦେଖିବାର ସୁଯୋଗ ନେବେ। ସାଙ୍ଗମାନେ ପ୍ଲିଜ୍ ଭାଉଜ କଥା ଶୁଣନ୍ତୁ। ମୋ ପାଇଁ ଆପଣମାନେ ଲେଖିଦିଅନ୍ତୁ ଏ ପ୍ରଶ୍ନର ଉତ୍ତର। ମୁଁ ଏତେ ମୁଣ୍ଡରେ ପଶୁ ନାହିଁ, ଏତେ ହିସାବ କରିପାରିବି ନାହିଁ। ସାଙ୍ଗମାନେ, ଭାଉଜ କହୁଛନ୍ତି ତାଙ୍କ ମୁଣ୍ଡରେ ଏ ପ୍ରଶ୍ନଟି ଏତେ ଶୀଘ୍ର ପଶିବ ନାହିଁ। ଆପଣମାନେ ଟିକେ ସାହାଯ୍ୟ କରନ୍ତୁ। ଆପଣମାନଙ୍କ ସାହାଯ୍ୟ ଲୋଡ଼ୁଛନ୍ତି। ଆପଣମାନେ କ'ଣ ସାହାଯ୍ୟ କରିବେ ନାହିଁ? ଆମେ ଜାଣୁ ଆପଣମାନଙ୍କ ଦ୍ୱାରା ଆମେ ଏଠି ପହଞ୍ଚି ସାରିଲୁଣୁ ଅନେକ ଦୂର, ଯେ କି ରାସ୍ତା ତ ବହୁତ ଦୂର। ଚାଲିଥାଉ, କର୍ମ କରିଚାଲ, ଫଳକୁ ଆଶା ରଖନି ସାଙ୍ଗମ୍ୟାନ୍। ନିଶ୍ଚିନ୍ତ ଫଳ ଆପଣମାନଙ୍କ ପାଇଁ ପହଞ୍ଚିବ। ସାଙ୍ଗମାନେ, ଆପଣମାନେ ତ ସେହି ଲୋକ, ଯେଉଁ ଲୋକ କି ଆପଣମାନେ ଜିରୋରୁ ହିରୋ ବନାଇବାର ମାର୍ଗ ଦେଖାଇଥାନ୍ତି। ତାହେଲେ ସାଙ୍ଗମାନେ, ଭାଉଜ ବହୁତ ଖୁସି ଅଛନ୍ତି। ତାଙ୍କ ମନରେ କେବେ ଦୁଃଖ ଭରି ଦିଅନ୍ତୁନି। କମେଣ୍ଟରେ ଲେଖି ଦିଅନ୍ତୁ। ଭାଉଜ ତାପରେ ଜାଣିବେ ଢଗ ଧମାଲ ପ୍ରଶ୍ନର ମୋର ବେଷ୍ଟ ଫ୍ରେଣ୍ଡ ମାନେ ନିଶ୍ଚିନ୍ତ କମେଣ୍ଟ କରିଛନ୍ତି, ଦେଖୁଛନ୍ତି। ଯେଉଁ କମେଣ୍ଟଟି ଆସୁଛନ୍ତି, କେଉଁ କମେଣ୍ଟଟି ରେଗୁଲାର ଆସୁଛି, କେଉଁ ସାଙ୍ଗଟି ଆମର
ଅଧିକ ବେଷ୍ଟ ଫ୍ରେଣ୍ଡ ଅଛନ୍ତି ଭାଉଜ ଦେଖୁଛନ୍ତି ଏ ସାଙ୍ଗଟି ଆମକୁ ସବୁବେଳେ କମେଣ୍ଟ କରୁଛନ୍ତି ବହୁତ ଖୁସି ହେଉଛନ୍ତି। ଯାହା ହଉ ସାଙ୍ଗମାନେ ଆମେ ଅପେକ୍ଷା ରହିଲୁ ଆଗାମୀ ଢଗକୁ ନିଶ୍ଚିନ୍ତ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆଣିବୁ। ଆପଣ ହସିବେ ଆମେ ହସିବୁ ଅନ୍ୟମାନଙ୍କୁ ହସାଇବା। ତାହେଲେ ସାଙ୍ଗମାନେ ଆଜି ଆମେ ରହୁଛୁ ଭାଉଜଙ୍କ ଖାଇବା କାମ ସରିଗଲାଣି କାରଣ ଦେଖନ୍ତୁ ବାସନ ଧରିକି ରହିଲେଣି ସମୟ ହେଇଗଲାଣି। ତାହେଲେ ରହିଲୁ ସାଙ୍ଗମାନେ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ ନମସ୍କାର।